सम्माननीय सभापति महोदय, पूज्य गुरुजी और गुरुमा वृंद, उपस्थित मोर सान बड़ भाई और भौणी माने, आज हूँ फेब्रुआरी मास 21 तारिख आंतर्जातीय मातृभाषा दिवस। आज यह दिवस रे समस्त को हार्दिक शुभेच्छा और अभिनंदन जनाई मोर वक्तव्य आरंभ करुछि। भाषा हेउछि निजर स्थिति, भाषा हेउछि निजर परिचय एवं भाषा हेउछि आम मानकर भविष्यत। नेल्सन मांडेला भाषा रे If you talk to a man in language, he understands, that goes to his head. But if you talk to him in his mother tongue, it goes to his heart. ଏହି ଉକ୍ତିଟିରୁ ଆମେ ହୃଦୟଙ୍ଗମ କରିବା ଉଚିତ ଯେ ମାତୃଭାଷାର ଗୁରୁତ୍ୱ କେତେ। ସେହିପରି ସ୍ୱଭାବ କବି ଗଙ୍ଗାଧର ମେହେର ଲେଖିଛନ୍ତି, ମାତୃଭୂମି ମାତୃଭାଷାରେ ମମତା ଯାହାରେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ। ଶିଶୁଟିଏ ନିଜର ପିତାମାତା, ପରିବାର ଏବଂ ପରିବେଶରୁ ଶିଖୁଥିବା ପ୍ରଥମ ଭାଷା ହେଉଛି ତାର ମାତୃଭାଷା। ବ୍ୟକ୍ତିଟିଏ ହୃଦୟର ଆବେଗକୁ ତଥା ନିଜ ମନର କଥାକୁ ନିଜ ମାତୃଭାଷା ସାହାଯ୍ୟରେ ଯେତେ ସହଜ ଏବଂ ସୁନ୍ଦର ଭାବରେ ଅନ୍ୟମାନଙ୍କ ନିକଟରେ ପ୍ରକାଶ କରିପାରେ, ଅନ୍ୟ କୌଣସି ଭାଷାରେ ତାହା ସହଜରେ ସମ୍ଭବ ହୋଇନଥାଏ। ମାତୃଭାଷାର ଉନ୍ନତି ସାଧନ ହେଲେ ଯାଇ ଗୋଟିଏ ଜାତିର ଉନ୍ନତି ହୋଇଥାଏ। ତେଣୁ ସ୍ୱଭାବ କବି ଗଙ୍ଗାଧର ମେହେର କହିଛନ୍ତି, ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗେ ନିଜ ମାତୃଭାଷା। ମାତୃଭାଷା ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନିଜ ମାତୃଭାଷାକୁ ସର୍ବଦା ସମ୍ମାନ ଦେବା ଏବଂ ଅଧିକ ଶକ୍ତିଶାଳୀ କରିବା। ତେଣୁ 2000 ମସିହା ଠାରୁ ପ୍ରତିବର୍ଷ ଫେବ୍ରୁଆରୀ ମାସ 21 ତାରିଖକୁ ଆନ୍ତର୍ଜାତୀୟ ମାତୃଭାଷା ଦିବସ ଭାବରେ ପାଳନ କରାଯାଉଛି। ଏହାର ମୁଖ୍ୟ କାରଣ ହେଉଛି ଯେଉଁ ରାଜ୍ୟର ବା ଯେଉଁ ଦେଶର ମାତୃଭାଷା ଯେତେ ଅଧିକ ଶକ୍ତିଶାଳୀ, ସେ ରାଜ୍ୟ ବା ସେ ଦେଶ ସେତେ ଅଧିକ ଉନ୍ନତ, ସମୃଦ୍ଧ ଓ ଶକ୍ତିଶାଳୀ। ଏକଦା ଏକ ଭାଷା ଆନ୍ଦୋଳନରୁ ହିଁ ଆନ୍ତର୍ଜାତୀୟ ମାତୃଭାଷା ଦିବସର ସୃଷ୍ଟି ହୋଇଥିଲା। ମାତୃଭାଷାର ସୁରକ୍ଷା ଓ ସଂରକ୍ଷଣକୁ ଅଧିକ ସୁଦୃଢ଼ କରିବାର ଉଦ୍ଦେଶ୍ୟ ରଖି ପ୍ରତିବର୍ଷ ଫେବ୍ରୁଆରୀ ମାସ 21 ତାରିଖରେ ସାରା ବିଶ୍ୱରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଉଛି। ଅବିଭକ୍ତ ପାକିସ୍ତାନରେ ବଙ୍ଗଳା ଭାଷାକୁ ଦ୍ୱିତୀୟ ଜାତୀୟ ଭାଷାର ମାନ୍ୟତା ଦେବା ପାଇଁ ଦାବି ହେଉଥିଲା। ଢାକା ବିଶ୍ୱବିଦ୍ୟାଳୟର ଛାତ୍ର ତଥା ସାମାଜିକ କର୍ମୀମାନେ ବଙ୍ଗଳା ମାତୃଭାଷାର ଅସ୍ତିତ୍ୱ ପାଇଁ ଦୀର୍ଘ ଦିନ ଧରି ବିରୋଧ କରି ଆସୁଥିଲେ। 1952 ମସିହା ଫେବ୍ରୁଆରୀ 21 ତାରିଖ ଦିନ ଏହି ଭାଷା ଆନ୍ଦୋଳନ ଏଭଳି ତୀବ୍ର ରୂପ ଧାରଣ କଲା ଯେ ପାକିସ୍ତାନ ସରକାର ଆନ୍ଦୋଳନକାରୀଙ୍କ ଉପରେ ଗୁଳି ଚଳାଇଥିଲେ, ଯେଉଁଥିରେ କି ଅନେକ ଲୋକ ପ୍ରାଣ ହରାଇଥିଲେ। ତେଣୁ ନିଜ ମାତୃଭାଷା ପାଇଁ ଶହୀଦ ହୋଇଥିବା ତଥା ପ୍ରାଣ ବଳି ଦେଇଥିବା ଲୋକମାନଙ୍କ ସ୍ମୃତିରେ ମାତୃଭାଷା ଦିବସ ପାଳନ କରିବା ପାଇଁ ବାଂଲାଦେଶ ସରକାରଙ୍କ ତରଫରୁ ୟୁନେସ୍କୋର ସ୍ୱୀକୃତି ପରେ 2000 ମସିହା ଠାରୁ ପ୍ରତିବର୍ଷ ଫେବ୍ରୁଆରୀ 21 ତାରିଖକୁ ଆନ୍ତର୍ଜାତୀୟ ମାତୃଭାଷା ଦିବସ ରୂପେ ପାଳନ କରାଯାଉଛି। ମୁଁ ଗର୍ବର ସହିତ କହିବାକୁ ଚାହୁଁଛି ଯେ ମୁଁ ଓଡ଼ିଆ, ମୋ ମାତୃଭାଷା ଭାରି ବଢ଼ିଆ। ମାତୃଭାଷାର ଜୟ ହେଉ। ଶେଷରେ ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ପିଲାମାନେ, ଭିଡ଼ିଓଟି ଭଲ ଲାଗିଥିଲେ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ଭୁଲିବେନି। ଆଜି ପାଇଁ ରହୁଛି, ଧନ୍ୟବାଦ।